ଜହନ ଲିଖିତ ସୁସମାଚାରରୁ ପାଠ 6 ଅଧ୍ୟାୟ 37ରୁ 40 ପଦ ପର୍ଯ୍ୟନ୍ତ। ପିତା ମୋତେ ଯାହା ସବୁ ଦିଅନ୍ତି ତାହା ମୋ ନିକଟକୁ ଆସେ। ଯେ ମୋ ନିକଟକୁ ଆସେ ମୁଁ ତାକୁ କଦାପି ବିତାଡ଼ିତ କରିବି ନାହିଁ। କାରଣ ମୁଁ ସ୍ୱର୍ଗରୁ ଅବତରଣ କରିଛି ମୋ ଇଚ୍ଛା ସମ୍ପନ୍ନ ଲାଗି ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ ଲାଗି। ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ଏହି, ସେ ମୋତେ ପ୍ରଦାନ କରିଥିବା କୌଣସି ବ୍ୟକ୍ତିଙ୍କୁ ଯେପରି ମୁଁ ହରାଇବି ନାହିଁ, ବରଂ ସମସ୍ତଙ୍କୁ ଅନ୍ତିମ ଦିବସରେ ଉତ୍ଥିତ କରିବି। ବାସ୍ତବରେ ମୋର ପିତାଙ୍କର ଇଚ୍ଛା ଏହି, ଯେଉଁମାନେ ପୁତ୍ରଙ୍କ ଦର୍ଶନ ଲାଭ କରି ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ ଏବଂ ଅନ୍ତିମ ଦିନରେ ମୁଁ ସେମାନଙ୍କୁ ଉତ୍ଥିତ କରିବି। ପ୍ରଭୁଙ୍କର ସୁସମାଚାର। ବନ୍ଧୁଗଣ, ପବିତ୍ର କାଥୋଲିକ ମଣ୍ଡଳୀ ନଭେମ୍ବର 2ରେ ସକଳ ଆତ୍ମାମାନଙ୍କର ପର୍ବ ପାଳନ କରେ। ଆତ୍ମା ଗୁଡ଼ିକ ହେଉଛନ୍ତି ଜୀବନ। ପ୍ରଭୁ ଆତ୍ମା ଦେଇ ଆମମାନଙ୍କୁ ଜୀବନ ଦେଇଛନ୍ତି। ଆମେ ପବିତ୍ର ଆତ୍ମାଙ୍କ ଠାରୁ ଆମର ଆତ୍ମା ପାଇଥାଉ, କିନ୍ତୁ ଆମର ବାପା ମାଆଙ୍କ ଠାରୁ ଆମମାନେ ରକ୍ତ ମାଂସ ପାଇଥାଉ। ତେଣୁ ଆମର 3 ଜଣ ହେଉଛନ୍ତି ଜୀବନଦାତା। ପବିତ୍ର ଆତ୍ମା ଆମମାନଙ୍କୁ ଆତ୍ମା ଦିଅନ୍ତି ସୃଷ୍ଟିକର୍ତ୍ତା ହିସାବରେ, ଆଉ ପିତାମାତା ସହ ସୃଷ୍ଟିକର୍ତ୍ତା ହିସାବରେ ସେମାନେ ତାହାଙ୍କର ରକ୍ତ ମାଂସ ଆମମାନଙ୍କୁ ଦିଅନ୍ତି। ଏହିପରି ଭାବରେ ଆମମାନେ ଜୀବାତ୍ମା ପାଇଥାଉ। ପରମ ଆତ୍ମା ପବିତ୍ର ଆତ୍ମା ହେଉଛନ୍ତି ପ୍ରଭୁ ନିଜେ, କାରଣ ସେ ହିଁ ଏଗୁଡ଼ାକ ଦେଇଥାନ୍ତି। କେବଳ ମନୁଷ୍ୟମାନଙ୍କୁ ନୁହଁ, ଗଛଗୁଡ଼ିକୁ ମଧ୍ୟ ଜୀବନ ଦେଇଥାନ୍ତି, ପ୍ରାଣୀମାନଙ୍କୁ ମଧ୍ୟ ଜୀବନ ଦେଇଥାନ୍ତି, ଆମକୁ ଜୀବନ ଦେଇଥାନ୍ତି, ଦୂତମାନଙ୍କୁ ଜୀବନ ଦେଇଛନ୍ତି। ଏହା ସତ୍ତ୍ୱେ ସେ ଏହି ପତିତ ଦୂତମାନଙ୍କର ଜୀବନକୁ ମଧ୍ୟ ସେ ରଖିଅଛନ୍ତି। କେବଳ ସେମାନଙ୍କୁ ସେ ଶେଷ ଦିନରେ, ଶେଷ ବିଚାରରେ ହିଁ ସେମାନଙ୍କୁ ସେ ଧ୍ୱଂସ କରିବେ। ନରକକୁ ଏବଂ ଶୈତାନ ଆଉ ତାହାଙ୍କର ଶୈତାନର ସବୁ ସନ୍ତାନମାନଙ୍କୁ ସେ ଶେଷ ଦିନରେ ହିଁ ବିନଷ୍ଟ କରିବେ। କିନ୍ତୁ ଆମମାନଙ୍କୁ ସେ ତାହାଙ୍କ ସ୍ୱରୂପରେ, ତାହାଙ୍କ ପ୍ରତିରୂପରେ ଆମମାନଙ୍କୁ ସୃଷ୍ଟି କରିଛନ୍ତି। ତାହାଙ୍କ ପ୍ରତିମୂର୍ତ୍ତିରେ ଆଉ ତାହାଙ୍କ ପ୍ରତିରୂପରେ। ତାହାଙ୍କର ମୂର୍ତ୍ତି ଯେମିତି, ଆମମାନେ ମଧ୍ୟ ସେହି ମୂର୍ତ୍ତି। କିନ୍ତୁ ପରମେଶ୍ୱର ଆତ୍ମା ଅଟନ୍ତି, କିନ୍ତୁ ମୂର୍ତ୍ତି ହିସାବରେ ସେ ପିତା ଅଟନ୍ତି, ପୁତ୍ର ଅଟନ୍ତି ଆଉ ପବିତ୍ର ଆତ୍ମା ଅଟନ୍ତି। ଅର୍ଥାତ ସେହି ପୁରୁଷ ମୂର୍ତ୍ତି ଅଟନ୍ତି। ସେ ହେଲେ ସେ ପୁରୁଷ ପରି, ନାରୀ ପରି, ନପୁଂସକ ପରି, ହେଲେ ମନୁଷ୍ୟ ପରି ସେ, କିନ୍ତୁ ସେ ଆତ୍ମା ଅଟନ୍ତି, ପବିତ୍ର ଆତ୍ମା ଅଟନ୍ତି। ସେଥିପାଇଁ ସେହି ଆତ୍ମାମାନଙ୍କର ପର୍ବ ଆମମାନେ ପାଳନ କରୁଛୁ। ଆମେ ଯେତେ ସବୁ ବଞ୍ଚିଅଛୁ ଆମମାନେ ଜୀବାତ୍ମା, ଆଉ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ସେମାନେ ମୃତାତ୍ମା, ଆଉ ଯେଉଁମାନେ ନରକକୁ ଯାଉଛନ୍ତି ସେମାନେ ହେବେ ପ୍ରେତାତ୍ମା, ଭୂତାତ୍ମା। ସେମାନେ ଏବେ ଯେଉଁ ଦୂତମାନେ ପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ସେମାନେ ହେଲେ ପ୍ରେତାତ୍ମା, ଶୈତାନ, ଭୂତାତ୍ମା ଆଉ ପ୍ରେତାତ୍ମା ସେମାନେ ହେଲେ। ସେଥିପାଇଁ ସେମାନେ ପତିତ ଦୂତମାନେ ହେଲେ। ପତିତ ମାନବ ମଧ୍ୟ ସେହିପରି ପ୍ରେତାତ୍ମା ଓ ଭୂତାତ୍ମାରେ ପରିଣତ ହେବ, କାରଣ ତାଙ୍କ ଆତ୍ମା ନରକରେ ପତିତ ହେବ। ଏହିପରି ଭାବରେ ଆମମାନେ ଆତ୍ମାମାନଙ୍କୁ ମନେ ପକାଇଥାଉ। ହେଲେ ସ୍ୱର୍ଗରେ ଯେଉଁମାନେ ଅଛନ୍ତି, ସାଧୁସନ୍ଥ ଯେଉଁମାନେ ଅଛନ୍ତି, ସେମାନେ ହେଉଛନ୍ତି ବିଜୟ ମଣ୍ଡଳୀର ଲୋକ, ବିଜୟ ମଣ୍ଡଳୀର ଆତ୍ମା ଗୁଡ଼ାକ ସେମାନେ। ସେଥିପାଇଁ ସେମାନେ ହେଉଛନ୍ତି ଜୀବାତ୍ମା ବା ସେମାନେ ସତ୍ୟାତ୍ମା, ମୁକ୍ତିପ୍ରାପ୍ତ ଆତ୍ମା ଗୁଡ଼ାକ ସେମାନେ। ଆଉ ଆମେ ଯେତେ ସବୁ ପୃଥିବୀରେ ଅଛୁ ଆମେ ଜୀବାତ୍ମା ଲୋକ। ଆମେ ଆମ ଜୀବାତ୍ମା ଥାଇକି ଆମେ ଏହି ମଣ୍ଡଳୀରେ, ପୃଥିବୀର ମଣ୍ଡଳୀରେ ଆମମାନେ ସଂଘର୍ଷର ମଣ୍ଡଳୀ ଅଟୁ। ଆମେ ଶୈତାନ ସହିତ, ପିଶାଚ ସହିତ, ପାପ ସହିତ, ଜୀବନ ସହିତ ସଂଗ୍ରହ କରୁଅଛୁ। ଏହି ପାର୍ଥିବ ମଣ୍ଡଳୀ ହେଉଛି ସଂଗ୍ରାମର ମଣ୍ଡଳୀ। ଆଉ ମୃତ୍ୟୁ ପରେ ଯେଉଁ ଆତ୍ମା ଗୁଡ଼ାକ ପାତାଳକୁ ଯାଆନ୍ତି ସେମାନେ
ସେମାନେ ପାତାଳରେ ପବିତ୍ର ହେବା ପାଇଁ, ସମ୍ପୂର୍ଣ୍ଣ ରୂପେ ପବିତ୍ର ହେବା ପାଇଁ ସେମାନଙ୍କୁ ପାତାଳକୁ ନିଆଯାଉଛି। ପବିତ୍ରାତ୍ମା ବା ଅଗ୍ନି ସେମାନଙ୍କୁ ପବିତ୍ର କରିବ। ସେମାନେ ପବିତ୍ର ହେଲେ ହିଁ ସେମାନେ ସ୍ୱର୍ଗରେ ପ୍ରବେଶ କରିବେ। ସେଥିପାଇଁ ସେହି ମଣ୍ଡଳୀ ବା ସେହି ଆତ୍ମା ଗୁଡ଼ିକ ହେଉଛି ସେ ଦୁଃଖର ମଣ୍ଡଳୀ, ଖେଦର ମଣ୍ଡଳୀ। ସେଥିପାଇଁ ସେହି ମଣ୍ଡଳୀରେ ସେମାନେ ଯାତନାର ମଣ୍ଡଳୀ, ସେମାନେ ଯାତନା ପାଆନ୍ତି। କିନ୍ତୁ ପରେ ସେମାନେ ଆମମାନଙ୍କ ପ୍ରାର୍ଥନା ଦ୍ୱାରା ସୁସ୍ଥ ହୁଅନ୍ତି। ପ୍ରଭୁ ସେମାନଙ୍କୁ ପବିତ୍ର କରନ୍ତି, ତାପରେ ସେମାନଙ୍କୁ ସ୍ୱର୍ଗକୁ ନେଇଯାଆନ୍ତି। ଆଉ ଯେତେବେଳେ ସେମାନେ ସେହି ଆତ୍ମା ଗୁଡ଼ାକ ସ୍ୱର୍ଗକୁ ଗଲେ, ସେମାନେ ଆମମାନଙ୍କ ପାଇଁ ପ୍ରଭୁଙ୍କଠାରେ ନିବେଦନ କରିବେ, ପ୍ରାର୍ଥନା କରିବେ। ହେଲେ ଏହିପରି ଭାବରେ ଆମମାନଙ୍କର ସମ୍ପର୍କ ରହିଥାଉଛି। ସ୍ୱର୍ଗ ଲୋକମାନଙ୍କ ସହିତ ସମ୍ପର୍କ, ପାର୍ଥିବ ଲୋକମାନଙ୍କ ସହିତ ସମ୍ପର୍କ, ଆଉ ପାତାଳ ଲୋକମାନଙ୍କ ସହିତ ମଧ୍ୟ ସମ୍ପର୍କ। ପାତାଳର ଆତ୍ମାମାନଙ୍କ ସହିତ ସମ୍ପର୍କ, ପୃଥିବୀର ଆତ୍ମାମାନଙ୍କ ସହିତ ସମ୍ପର୍କ, ଆଉ ସ୍ୱର୍ଗର ଆତ୍ମା ସେମାନେ ଦୂତ ପରି ହୁଅନ୍ତି, ସେମାନଙ୍କ ସହିତ ଆମର ସମ୍ପର୍କ। ଆଉ ଯେଉଁମାନେ ଆମ ବିରୁଦ୍ଧରେ କାର୍ଯ୍ୟ କରନ୍ତି ଏହି ପୃଥିବୀରେ, ବିଶେଷ କରି ଶୈତାନମାନେ, ହେଲେ ଅନେକ ସମୟରେ ଆମମାନେ ଶୈତାନଙ୍କ ଦ୍ୱାରା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିଚିତ ହୋଇଥାଉ, ଯାହାଦ୍ୱାରା ଆମେ ପାପ କରିଥାଉ। ହେଲେ ସେହି ଶୈତାନ ମଧ୍ୟ ଆମର ଆତ୍ମାକୁ ନଷ୍ଟ କରିବାକୁ ଚେଷ୍ଟା କରେ, କିନ୍ତୁ ସେ ଆତ୍ମାକୁ ଧ୍ୱଂସ କରିପାରିବ ନାହିଁ। ମନୁଷ୍ୟ ମଧ୍ୟ ଆତ୍ମାକୁ ଧ୍ୱଂସ କରିପାରିବ ନାହିଁ, କି ଏହି ଭୂତ ପ୍ରେତମାନେ ମଧ୍ୟ ଆତ୍ମାକୁ ଧ୍ୱଂସ କରିପାରିବେ ନାହିଁ। କେବଳ ପରମେଶ୍ୱର ଆମର ଆତ୍ମା ଗୁଡ଼ିକୁ ଧ୍ୱଂସ କରିପାରିବେ, ନରକକୁ ଧ୍ୱଂସ କରିପାରିବେ। ତେଣୁ ଆମେ ମନେ ପକାଉଛୁ ଆତ୍ମାମାନଙ୍କର ପର୍ବ, ଏହି ଜୀବାତ୍ମାର ପର୍ବ, ବିଶେଷ କରି ଆମର ମନୁଷ୍ୟମାନଙ୍କର ଆତ୍ମା, ଯାହା ଆମମାନେ ପ୍ରଭୁଙ୍କ ଠାରୁ ପାଇଅଛୁ, ସେହି ଆତ୍ମାର ପର୍ବ ଆମମାନେ ପାଳନ କରୁଅଛୁ। ତେଣୁ ଆସନ୍ତୁ ବିଶେଷ କରି ସେହି ପବିତ୍ର ଆତ୍ମାଙ୍କ ପ୍ରେରଣାରେ ପ୍ରେରିତ ହୋଇ ଆମମାନେ ଯାହା କରିବା କଥା ତାହା କରିବା ପାଇଁ ଚେଷ୍ଟା କରିବା। ଯୀଶୁଖ୍ରୀଷ୍ଟ ଯେମିତି ମୋତେ ପିତା ପରମେଶ୍ୱର ପଠାଇଛନ୍ତି, ଆମକୁ ମଧ୍ୟ ସେହିପରି ପିତା ପରମେଶ୍ୱର ପଠାଇଛନ୍ତି। ଗୋଟେ ନିର୍ଦ୍ଦିଷ୍ଟ ଗାଁ, ନିର୍ଦ୍ଦିଷ୍ଟ ଅଞ୍ଚଳ, ନିର୍ଦ୍ଦିଷ୍ଟ ସମୟ, ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ପ୍ରଭୁ ଆମମାନଙ୍କୁ ପଠାଇଛନ୍ତି, ତାହାଙ୍କୁ ସାକ୍ଷ୍ୟ ଦେବା ପାଇଁ, ତାହାଙ୍କର କାର୍ଯ୍ୟ କରିବା ପାଇଁ, ଆଉ ଶେଷରେ ତାହାଙ୍କ ସହିତ ଅନନ୍ତ କାଳ ବଞ୍ଚିବା ପାଇଁ। ତେଣୁ ଆସନ୍ତୁ ସେହି ଅନୁସାରେ ଆମମାନେ ବଞ୍ଚିବା।